ଗୋରୁ ବୋଝେଇ ଗାଡ଼ି ଜବତ, 20ରୁ ଅଧିକ ଗୋରୁ ଗାଈ ଉଦ୍ଧାର, ଟାଟା ଆସି ଛାଡ଼ି ଡ୍ରାଇଭର ଫେରାର। ଏ ଘଟଣା ଘଟିଛି ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ କଙ୍କଡ଼ାହାଡ଼ ଛକ ନିକଟରେ। ଆଜି ସକାଳୁ ଏକ ଟାଟା ଆସିରେ 20ଟି ଗୋରୁ ଚାଲାଣ ହେଉଥିବା ବେଳେ ଏହାକୁ ଜବତ କରାଯାଇଛି। ଗୋରୁଗୁଡ଼ିକ ଚଲାଣ ପାଇଁ ନେଉଥିବା ବେଳେ ଖବର ପାଇ କଙ୍କଡ଼ାହାଡ଼ ଛକ ନିକଟରେ ମାଡ଼ି ବସିଲେ ଗ୍ରାମବାସୀ ଓ ବଜରଙ୍ଗ କ୍ଲବର ସଦସ୍ୟ। ଗୋରୁ ଗାଡ଼ିଟିକୁ ସୁରକ୍ଷା ଦେଇ ସ୍କର୍ପିଓ ଓ ବୋଲେରୋରେ ଯାଉଥିବା 15ରୁ ଅଧିକ ଲୋକ ବନ୍ଧୁକ ଦେଖାଇ ଗାଡ଼ି ଛାଡ଼ି ଦେବାକୁ ସ୍ଥାନୀୟ ଲୋକଙ୍କୁ ଭୟଭୀତ ମଧ୍ୟ କରାଇଥିଲେ। ବହୁ ପ୍ରଚେଷ୍ଟା ପରେ ଶତାଧିକ ଲୋକ ଏକାଠି ହୋଇଯିବାରୁ ଗାଡ଼ି ଛାଡ଼ି ପଳାଇ ଯାଇଥିଲେ ଗୋରୁ ବେପାରୀ। ଗୋରୁ ଗାଡ଼ିରେ ଡ୍ରାଇଭର ମଧ୍ୟ ଘଟଣାସ୍ଥଳରେ ଚମ୍ପଟ ମାରିଛି। ଅନୁମାନିକ ଭାବରେ ଟାଟା ଆସିରେ 20ରୁ ଅଧିକ ଗୋରୁ ଚଲାଣ ହୋଇଥିବାରୁ ଚପାଚପିରେ ଗୋଟିଏ ଗାଈର ମୃତ୍ୟୁ ଘଟିଛି। ଅନେକ ଗାଈ ଗୋରୁ କ୍ଷତାକ୍ତ ମଧ୍ୟ ହୋଇଛନ୍ତି। ତେବେ ଗାଈଗୁଡ଼ିକୁ ଉଦ୍ଧାର ପରେ ଚିକିତ୍ସା କରି ବଜରଙ୍ଗ ଦଳର ସଦସ୍ୟମାନେ ସୁରକ୍ଷିତ ଭାବେ ଛାଡ଼ି ଦେଇଛନ୍ତି। ଖବର ପାଇ ଘଟଣାସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପ୍ରତ୍ୟେକ ଦିନ ଏହି ରାସ୍ତା ଦେଇ ଗୋରୁ ଚାଳନା ହେଉଥିବା ବେଳେ ପୋଲିସର କାର୍ଯ୍ୟାନୁଷ୍ଠାନ ନେଇ ଉଠିଛି ପ୍ରଶ୍ନବାଚୀ। ତୁରନ୍ତ ଏ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତି ଅଞ୍ଚଳବାସୀ ଓ ବଜରଙ୍ଗ କ୍ଲବର ସଦସ୍ୟମାନେ। ଢେଙ୍କାନାଳରୁ ଆମ ବ୍ୟୁରୋ ଚିଫ୍ ସୁଶୀଲ ସାହୁଙ୍କ ସହ ଢେଙ୍କାନାଳ ନ୍ୟୁଜ୍।